ସ୍ୱାମୀଙ୍କ ସହିତ ଖାଉଥିବା ମହିଳାମାନେ ଏହି ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଦିନକର କଥା, ଦେବୀ ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ସ୍ୱାମୀ, ଆଜି ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି। ଦୟାକରି ପ୍ରଶ୍ନର ଉତ୍ତର ଦିଅ। ତାପରେ ଶ୍ରୀକୃଷ୍ଣ କହିଲେ, ହେ ଦେବୀ, ତୁମ ମନରେ ଯାହା ପ୍ରଶ୍ନ ଅଛି ନିଃସଙ୍କୋଚ ଭାବରେ କୁହ। ମୁଁ ଚେଷ୍ଟା କରିବି ତୁମର ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ। ତାପରେ ଦେବୀ ସତ୍ୟଭାମା କହିଲେ, ହେ ପ୍ରଭୁ, ଆପଣଙ୍କର ଆମେ 3 ଜଣ ପତ୍ନୀ। ପ୍ରଥମେ ଆପଣଙ୍କୁ ଖାଇବାକୁ ଦେଉଛୁ ଏବଂ ପରେ ଆମେ ସମସ୍ତେ ଖାଉଛୁ। କିନ୍ତୁ ହେ ପ୍ରଭୁ, ସ୍ତ୍ରୀ କ'ଣ ସ୍ୱାମୀଙ୍କ ସହିତ ଖାଇପାରିବନି କିମ୍ବା ସ୍ୱାମୀଙ୍କ ପୂର୍ବରୁ ଖାଇପାରିବନି? ଏଭଳି କରିବା କ'ଣ ଉଚିତ ହେବ? ଶାସ୍ତ୍ର ଏହି ବିଷୟରେ କ'ଣ କୁହେ? ଏଭଳି କେଉଁ ପାପ ଅଛି ଯାହା ସ୍ତ୍ରୀ କରିବା ଦ୍ୱାରା ନରକରେ ପଡ଼ିଥାଏ? ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବୀ ସତ୍ୟଭାମା, ତୁମେ ସମଗ୍ର ମାନବ ଜାତି ପାଇଁ ଉଚିତ ପ୍ରଶ୍ନ କରିଛ। ହେ ଦେବୀ, ତୁମେ ଯେଉଁ ପ୍ରଶ୍ନ କରିଛ, ତୁମର ଉତ୍ତର ଏହି କାହାଣୀରୁ ପାଇପାରିବେ। ତାପରେ ଭଗବାନ ଶ୍ରୀକୃଷ୍ଣ କାହାଣୀ ଆରମ୍ଭ କଲେ। ପ୍ରାଚୀନ କାଳରେ ଅଯୋଧ୍ୟା ନଗରରେ ଜଣେ ଦୟାବନ୍ତ, ଗୁଣବନ୍ତ, ଚରିତ୍ରବାନ ରାଜା ରାଜୁତି କରୁଥିଲେ। ତାଙ୍କର ନାମ ଥିଲା ଈଶ୍ୱରଚନ୍ଦ୍ର। ତାଙ୍କର ବାହାଘର କାଶୀ ରାଜାଙ୍କର ଝିଅ ସୁଦେବାଙ୍କ ସହିତ ହୋଇଥିଲା। ସୁଦେବା ଗୁଣବତୀ, ଚରିତ୍ରବାନ, ମହାନ ପତିବ୍ରତା ନାରୀ ଥିଲେ। ମହାରାଜା ଈଶ୍ୱରଚନ୍ଦ୍ର ଜଣେ ପୁଣ୍ୟାତ୍ମା ଥିଲେ। ସିଏ ଅନେକ ଯଜ୍ଞ ଏବଂ ଅନେକ ପୁଣ୍ୟ କାମ କରିଥିଲେ। ସିଏ ଅନେକ ମନ୍ଦିର ବନେଇଲେ ଏବଂ ସବୁବେଳେ ସାଧୁସନ୍ଥମାନଙ୍କର ସେବାରେ ମନ ଦେଉଥିଲେ। ମହାରାଜା ଈଶ୍ୱରଚନ୍ଦ୍ରଙ୍କ ନଗରକୁ ଲାଗି ଗୋଟିଏ ଘନ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ଗୋଟିଏ ଘୁଷୁରୀ ଏବଂ ତାର ପିଲାମାନେ ତା ପିତାମାତାଙ୍କ ସହିତ ରହୁଥିଲେ। ସେହି ଘୁଷୁରୀଟି ବିଶାଳକାୟ ଏବଂ ଭୟଙ୍କର ଭଳି ହୋଇଥିଲା, ଯେଉଁଥିପାଇଁ ସବୁ ଲୋକମାନେ ସେହି ଘୁଷୁରୀକୁ ଭୟ କରୁଥିଲେ। ସେହି ଘୁଷୁରୀ ଭୟରେ ଲୋକମାନେ ସେହି ଜଙ୍ଗଲ ବାଟ ଦେଇ ଯିବାକୁ ଭୟ କରୁଥିଲେ। ଯେତେବେଳେ ମହାରାଜା ଈଶ୍ୱରଚନ୍ଦ୍ରଙ୍କୁ ଏହି କଥା ଜଣାପଡ଼ିଲା, ସେଇ ଘୁଷୁରୀକୁ ଶିକାର କରିବେ ବୋଲି ଭାବିଲେ। ପୁଣି ଦିନେ ମହାରାଜା ଏବଂ ତାଙ୍କ ସ୍ତ୍ରୀ ସୁଦେବା ଏବଂ ତାଙ୍କର ସୈନ୍ୟମାନଙ୍କୁ ଧରି ଶିକାର କରିବାକୁ ଜଙ୍ଗଲକୁ ଚାଲିଲେ। ମହାରାଜା ବହୁତ ପରାକ୍ରମୀ ଥିଲେ। ସିଏ ବହୁତ ସିଂହ ଏବଂ ରାକ୍ଷସମାନଙ୍କର ବଧ କରିଥିଲେ। ସିଏ ସେଥିପାଇଁ ସେହି ଭୟଙ୍କର ଘୁଷୁରୀକୁ ମାରିବାକୁ ବଣରେ ପହଞ୍ଚିଲେ। ଯେତେବେଳେ ସେହି ଘୁଷୁରୀ ମହାରାଜାଙ୍କୁ ଜଙ୍ଗଲକୁ ଆସିବାର ଦେଖିଲା, ସେ ତା ସ୍ତ୍ରୀକୁ କହିଲା, ହେ ପ୍ରିୟେ, ଇଏ ହେଉଛନ୍ତି ମହାପରାକ୍ରମୀ ରାଜା ଈଶ୍ୱରଚନ୍ଦ୍ର। ଇଏ ମୋତେ ବଧ କରିବା ପାଇଁ ଆସିଛନ୍ତି। ଯଦି ଏହି ଯୁଦ୍ଧରେ ମୁଁ ଜିତିଯିବି, ତାହେଲେ ମୋର ଖ୍ୟାତିସାର ବ୍ରହ୍ମାଣ୍ଡ ଜାଣିବ, ଆଉ ଯଦି ମୁଁ ହାରିଗଲି ଏବଂ ମୋର ମୃତ୍ୟୁ ହୋଇଗଲା ପରେ ମୁଁ ଏହି ଘୁଷୁରୀ ଜନ୍ମରୁ ମୁକ୍ତି ପାଇବି ଏବଂ ବିଷ୍ଣୁ ଲୋକକୁ ଚାଲିଯିବି। ମୋର ପୂର୍ବଜନ୍ମର ପାପ ପାଇଁ ହିଁ ମୋତେ ଘୁଷୁରୀ ଜନ୍ମ ମିଳିଛି। ହେ ପ୍ରିୟେ, ତୁମେ ମୋର ମୋହ ଛାଡ଼ି ମୋ ପରିବାରକୁ ନେଇ ପର୍ବତ ଗୁମ୍ଫାକୁ ଚାଲିଯାଅ। ଏବେ ସମୟ ଆସିଛି କି ମୁଁ ମୋ ପୂର୍ବଜନ୍ମର ପାପରୁ ମୁକ୍ତ ହୋଇଯିବି। ତାପରେ ଘୁଷୁରୀର ସ୍ତ୍ରୀ କହିଲା, ହେ ସ୍ୱାମୀ, ଆପଣଙ୍କର ପରାକ୍ରମ ପାଇଁ ଆପଣଙ୍କର ପରିବାର ଏହି ଜଙ୍ଗଲରେ କାହାକୁ ନ ଡରି ବୁଲୁଛନ୍ତି। ଯଦି ଆପଣଙ୍କୁ କିଛି ହୋଇଯାଏ, ତାହେଲେ ଆପଣଙ୍କର ପରିବାରର କ'ଣ ହେବ? ମୋର କ'ଣ ହେବ? କୌଣସି ସ୍ତ୍ରୀ ତାଙ୍କର ସ୍ୱାମୀ ବିନା କିଛି ବି ନୁହେଁ। ହେ ସ୍ୱାମୀ, ସେଥିପାଇଁ କହୁଛି, ଆପଣ ମହାରାଜାଙ୍କ ସାମ୍ନାକୁ ଯାଆନ୍ତୁ ନାହିଁ। ଆପଣ ବି ଆମ ସହିତ ପର୍ବତ ଗୁମ୍ଫାକୁ ଚାଲନ୍ତୁ। ଆପଣ ଜୀବନର ଲୋଭ ଛାଡ଼ି ସ୍ତ୍ରୀ ପୁତ୍ର ଛାଡ଼ିଗଲେ ଆପଣଙ୍କର ଲାଭ କ'ଣ ହେବ? ତାପରେ ଘୁଷୁରୀ କହିଲା, ହେ ପ୍ରିୟେ, ତୁମେ ବୀରର ଧର୍ମକୁ ଜାଣିନାହଁ, ସେଥିପାଇଁ ଏହି କଥା କହୁଛ। ଯଦି ବୀର ଶତ୍ରୁକୁ ଡରି ଲୁଚିଯାଏ, ତାହା ସିଏ କାପୁରୁଷ ହୋଇଥାଏ। ଯଦି ବୀର ଯୁଦ୍ଧ କରୁ କରୁ ତାର ମୃତ୍ୟୁ ହୋଇଯାଏ, ତାହେଲେ ତାକୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ତାପରେ ଘୁଷୁରୀର ସ୍ତ୍ରୀ କହିଲା, ହେ ସ୍ୱାମୀ, ଠିକ୍ ଅଛି। ଯଦି ଆପଣ ମହାରାଜାଙ୍କ ସହିତ ଯୁଦ୍ଧ କରିବାକୁ ଚାହୁଁଛନ୍ତି, ତାହାହେଲେ ମୁଁ ବି ସେଠାରେ ରହି ଆପଣଙ୍କର ପରାକ୍ରମ ଦେଖିବି। ତାପରେ ସେହି ଘୁଷୁରୀର ସ୍ତ୍ରୀ ତାର ପୁତ୍ରମାନଙ୍କୁ ଡାକି କହିଲା, ହେ ପୁତ୍ର, ଆଜି ଅତିଥିମାନେ ଆସିଛନ୍ତି। ତୁମର ପିତା ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବେ। ମୁଁ ବି ତାଙ୍କ ସହିତ ଯିବି। ତୁମେମାନେ ସବୁ ପର୍ବତ ଗୁମ୍ଫାକୁ ଚାଲିଯାଅ। ମହାରାଜା ବହୁତ ପରାକ୍ରମୀ। ସେ ଆମର ନିଶ୍ଚିତ ବଧ କରିବେ, ତେଣୁ ତୁମେମାନେ ଏଠାରୁ ଚାଲିଯାଅ। ତାପରେ ସେହି ଘୁଷୁରୀର ପୁତ୍ରମାନେ କହିଲେ, ହେ ମାତା, ଯେଉଁ ପୁତ୍ରର ତାର ମାତା ପିତାଙ୍କୁ ବିପଦରେ ଛାଡ଼ି ଚାଲିଯାଏ, ସିଏ ମହାପାପୀ ହୋଇଥାଏ। ସେଥିପାଇଁ ହେ ମାତା, ଆମେମାନେ ତୁମକୁ ଛାଡ଼ି କୁଆଡ଼େ ଯିବୁ ନାହିଁ। ତାପରେ ଘୁଷୁରୀ, ତା ସ୍ତ୍ରୀ ଏବଂ ତାଙ୍କର ପିଲାମାନେ ସମସ୍ତେ ଯୁଦ୍ଧକୁ ଯିବାକୁ ବାହାରିଲେ।
ସେପଟେ ମହାରାଜା ଈଶ୍ୱରଚନ୍ଦ୍ର ସେହି ଯୁଦ୍ଧକ୍ଷେତ୍ରରେ ଆସି ପହଞ୍ଚିଲେ। ତାପରେ ମହାରାଜା ସେମାନଙ୍କର ସେନାକୁ ଲଢ଼ିବା ପାଇଁ ଘୁଷୁରୀ ପାଖକୁ ପଠାଇଲେ। ତାପରେ ରାଜାଙ୍କ ସହିତ ଘୁଷୁରୀମାନଙ୍କ ଭିତରେ ଭୀଷଣ ଯୁଦ୍ଧ ହେଲା। ସେହି ଯୁଦ୍ଧରେ କିଛି ଘୁଷୁରୀଙ୍କର ମୃତ୍ୟୁ ହୋଇଗଲା ଏବଂ କିଛି କ୍ଷତତା ହୋଇଗଲେ ଏବଂ ରାଜାଙ୍କର ସୈନିକ ବି କିଛି ମୃତ ହୋଇଗଲେ ଏବଂ କିଛି କ୍ଷତ ହୋଇଗଲେ। ଏହିଭଳି ଘୁଷୁରୀର ପୁତ୍ରମାନଙ୍କର ମୃତ୍ୟୁ ଦେଖି ଘୁଷୁରୀର ସ୍ତ୍ରୀ ଭୟଭୀତ ହୋଇଗଲା ଏବଂ କହିଲା, ହେ ସ୍ୱାମୀ, ମୋତେ ଏବଂ ମୋର ବଞ୍ଚିଥିବା ପୁତ୍ରମାନଙ୍କୁ ନେଇ ଏଠାରୁ ଚାଲ, ନଚେତ୍ ମହାରାଜା ଆମ ସମସ୍ତଙ୍କୁ ମାରିଦେବେ। ତାପରେ ଘୁଷୁରୀ କହିଲା, ମୁଁ ଯଦି ଏହି ଯୁଦ୍ଧ ଭୂମିରୁ ଛାଡ଼ି ଚାଲିଯିବି, ତାହେଲେ ଆମ ଜାତି ପାଇଁ ମୁଁ କଳଙ୍କିତ ହୋଇଯିବି। ସେଥିପାଇଁ କହୁଛି ତୁମେ ଏବଂ ଆମର ପୁତ୍ରମାନଙ୍କୁ ନେଇକି ଏଠାରୁ ଚାଲିଯାଅ। ତାପରେ ଘୁଷୁରୀର ସ୍ତ୍ରୀ କହିଲା, ହେ ସ୍ୱାମୀ, ମୁଁ ଏବଂ ମୋର ପୁତ୍ର ଏଇଠି ପଛେ ପ୍ରାଣତ୍ୟାଗ କରିବୁ, ହେଲେ ଆପଣଙ୍କୁ ଏକୁଟିଆ ଛାଡ଼ି ଯାଇପାରିବୁ ନାହିଁ। ତାପରେ ଦୁଇ ଜଣ ମିଶି ମହାରାଜା ସହିତ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ତାପରେ ମହାରାଜା ଏବଂ ଘୁଷୁରୀ ମଧ୍ୟରେ ଘୋର ଲଢ଼େଇ ହେଲା। ଯୁଦ୍ଧରେ ମହାରାଜାଙ୍କ ବାଣରେ ସେହି ଘୁଷୁରୀର ମୃତ୍ୟୁ ହୋଇଗଲା। ତାପରେ ମହାରାଜା ସେହି ଘୁଷୁରୀର ସ୍ତ୍ରୀକୁ ମାରିବାକୁ ଆଗକୁ ଆସିଲେ, କିନ୍ତୁ ଘୁଷୁରୀର ପୁଅମାନେ ତାଙ୍କ ମାଆଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିଲେ। ତାପରେ ରାଜାଙ୍କ ବାଣରେ ଘୁଷୁରୀର ପୁଅର ମୃତ୍ୟୁ ହୋଇଗଲା। ତାପରେ ଘୁଷୁରୀର ସ୍ତ୍ରୀ ବହୁତ ରାଗିଗଲା, ସୈନିକମାନଙ୍କ ଉପରେ ଭୀଷଣ ଆକ୍ରମଣ କଲା। ତାର ଆକ୍ରମଣରେ ବହୁତ ସୈନିକଙ୍କର ମୃତ୍ୟୁ ହୋଇଗଲା। ଏହି ଘଟଣାକୁ ମହାରାଣୀ ସୁଦେବା ଦେଖିଥିଲେ। ତାପରେ କହିଲେ, ହେ ମହାରାଜା, ସେହି ଘୁଷୁରୀର ସ୍ତ୍ରୀ ଆପଣଙ୍କ ସୈନିକମାନଙ୍କୁ ମାରି ଚାଲିଛନ୍ତି। ଆପଣ ଆଗକୁ ଯାଇ ତାହାର ବଧ କାହିଁକି କରୁନାହାନ୍ତି? ତାପରେ ମହାରାଜା କହିଲେ, ଇଏ ହେଉଛି ଗୋଟିଏ ସ୍ତ୍ରୀ। ସ୍ତ୍ରୀକୁ ବଧ କଲେ ମହାପାପ ଲାଗିଥାଏ। ସେଥିପାଇଁ ମୁଁ ସେହି ଘୁଷୁରୀର ସ୍ତ୍ରୀକୁ ମାରିବାକୁ ଚାହୁଁନାହିଁ। ଏତିକି କହି ମହାରାଜା ଚୁପ୍ ହୋଇଗଲେ। ତାପରେ ରାଜାଙ୍କର ସୈନିକମାନେ ସେହି ଘୁଷୁରୀର ସ୍ତ୍ରୀ ଉପରେ ପ୍ରହାର କରି ତାକୁ ମୂର୍ଚ୍ଛିତ କରିଦେଲେ ଏବଂ ଘୁଷୁରୀର ସ୍ତ୍ରୀ ସେଇଠି ପଡ଼ିଗଲା। ତାକୁ ଦେଖି ରାଣୀଙ୍କ ମନରେ ଦୟା ଆସିଲା। ରାଣୀ ଯାଇ ସେହି ଘୁଷୁରୀର ସ୍ତ୍ରୀ ଉପରେ ଥଣ୍ଡା ପାଣି ଛିଞ୍ଚିଲେ। ତାପରେ ଘୁଷୁରୀର ସ୍ତ୍ରୀ ହୋସ୍‌କୁ ଆସିଲା। ତାପରେ ଘୁଷୁରୀର ସ୍ତ୍ରୀ କହିଲା, ହେ ଦେବୀ, ତୁମେ ମୋ ଉପରେ ଥଣ୍ଡା ପାଣି ଢାଳି ମୋତେ କଷ୍ଟରୁ ମୁକ୍ତି ଦେଇଛ, ତୁମର କଲ୍ୟାଣ ହେଉ। ଘୁଷୁରୀର ସ୍ତ୍ରୀ ଏଭଳି କଥା ଶୁଣି ରାଣୀକୁ ଆଶ୍ଚର୍ଯ୍ୟ ଲାଗିଲା ଏବଂ ସିଏ ଭାବିଲା, ଏଇ ଘୁଷୁରୀ ତ ମଣିଷ ଭଳି କଥା କହିପାରୁଛି। ତାପରେ ରାଣୀ କହିଲେ, ହେ ମହାତ୍ମା, ତୁମେ କିଏ? ପଶୁ ହୋଇ ବି ତୁମେ ମଣିଷ ଭଳି କଥା କହିପାରୁଛ? ଦୟାକରି ମୋତେ କୁହନ୍ତୁ, କେଉଁ କାରଣରୁ ତୁମେ ଘୁଷୁରୀ ହୋଇଛ? ତାପରେ ସେହି ଘୁଷୁରୀର ସ୍ତ୍ରୀ କହିଲା, ହେ ଦେବୀ, ମୋ ସ୍ୱାମୀ ପୂର୍ବଜନ୍ମରେ ଗୁରୁଜନମାନଙ୍କର ଅପମାନ କରିଥିଲେ। ସେହି କାରଣରୁ ତାଙ୍କୁ ଘୁଷୁରୀ ଜନ୍ମ ମିଳିଲା ଏବଂ ମୁଁ ମୋ ପୂର୍ବଜନ୍ମର କାହାଣୀ କହୁଛି। ହେ ଦେବୀ, କଳିଙ୍ଗ ଦେଶରେ ଶ୍ରୀପୁର ନାମରେ ଗୋଟିଏ ସୁନ୍ଦର ନଗରୀ ଥିଲା। ସେହି ନଗରୀରେ ବିଶୁଦ୍ଧା ନାମରେ ଜଣେ ବିଦ୍ୱାନ ବ୍ରାହ୍ମଣ ରହିଥିଲେ। ମୁଁ ସେହି ବିଶୁଦ୍ଧା ବ୍ରାହ୍ମଣଙ୍କର ଝିଅ ଥିଲି। ସିଏ ମୋ ନାମ ଶୁକୁନା ରଖିଥିଲେ। ସେହି ସମୟରେ ସେହି ନଗରୀରେ ମୋ ଭଳି ସୁନ୍ଦରୀ କେହି ନଥିଲେ। ମୁଁ ମୋ ସୁନ୍ଦରତାକୁ ନେଇ ବହୁତ ଗର୍ବ କରୁଥିଲି। ଯେତେବେଳେ ମୁଁ ବଡ଼ ହେଲି, ମୋର ସୁନ୍ଦର ରୂପକୁ ଦେଖି ମୋ ମାଆକୁ ଭୟ ଲାଗିଲା। ସିଏ ଯାଇ ମୋ ପିତାକୁ କହିଲେ ଯେ ମୋର ବିବାହ କରିବାକୁ। ମୋ ପିତା କହିଲେ, ଯିଏ ମୋ ଝିଅକୁ ବିବାହ କରିବ, ସିଏ ଆସି ମୋ ଘରେ ରହିବ। କାରଣ ମୁଁ ଶୁକୁନାକୁ ବହୁତ ଭଲ ପାଏ। ମୁଁ ମୋ ଠାରୁ ତାକୁ କେବେ ବି ଦୂରକୁ ଛାଡ଼ି ପାରିବିନି। ପୁଣି ଦିନେ ଶିବଶର୍ମା ନାମରେ ଜଣେ ବ୍ରାହ୍ମଣ ମୋ ଘରକୁ ଆସିଲେ। ମୋ ପିତା ତାଙ୍କର ଜ୍ଞାନ ଆଉ ସୁନ୍ଦରତାକୁ ଦେଖି ବହୁତ ଖୁସି ହୋଇଗଲେ ଏବଂ ମୋତେ ବିବାହ କରିବାକୁ ତାଙ୍କୁ ପଚାରିଲେ। ତାପରେ ମୋ ପିତା ଶିବଶର୍ମା ବ୍ରାହ୍ମଣ ସହିତ ମୋର ବିବାହ କରିଦେଲେ। ସିଏ ଆମ ସହିତ ଆମ ଘରେ ରହିଲେ। କିନ୍ତୁ ମୁଁ କେବେ ବି ମୋ ସ୍ୱାମୀଙ୍କର ସେବା କଲି ନାହିଁ, କେବେ ବି ତାଙ୍କ ପାଦ ଛୁଇଁ ନାହିଁ। ସବୁବେଳେ ତାଙ୍କ ଉପରେ ରାଗୁଥିଲି, ତାଙ୍କର ନାମ ଧରି ଡାକୁଥିଲି, ତାଙ୍କର ଖାଇବା ପୂର୍ବରୁ ଖାଇ ଦେଉଥିଲି। ମୋ ସ୍ୱାମୀ ମୋତେ ଖାଇବା ରୋଷେଇ କରି ଦେଉଥିଲେ, କେବେ ବି ତାଙ୍କ ପାଖରେ ରହିଲି ନାହିଁ। ଶିବଶର୍ମା ବହୁତ ସରଳ ସ୍ୱଭାବର ଥିଲା। ସିଏ ମୋର ଏହିଭଳି ବ୍ୟବହାର ବହୁତ ଦିନ ପର୍ଯ୍ୟନ୍ତ ସହି ରହିଲା। ପୁଣି ଦିନେ ସିଏ ମୋତେ ଛାଡ଼ି ଚାଲିଗଲେ। ତାପରେ ମୋ ପିତା ସବୁ ବୁଝିପାରିଲେ ଏବଂ ମୋର ଏହିଭଳି ପ୍ରକୃତି ପାଇଁ ମୋତେ ଘରୁ ବାହାର କରିଦେଲେ ଏବଂ ମୁଁ ମୋ ସ୍ୱାମୀଙ୍କୁ ଖୋଜି ଖୋଜି ମୃତ୍ୟୁବରଣ କଲି। ମୃତ୍ୟୁ ପରେ ଯମଲୋକମାନେ ଆସି ମୋତେ ଯମପୁର ନେଇଗଲେ। ତାପରେ ଯମରାଜା ମୋ
କର୍ମକୁ ଦେଖି ଦୂତମାନଙ୍କୁ କହିଲେ, ହେ ଦୂତ, ଏହି ପାପୀ ସ୍ତ୍ରୀ ତା'ର ସ୍ୱାମୀର ବହୁତ ଅପମାନ କରିଛି। ଇଏ ତା ସ୍ୱାମୀ ପୂର୍ବରୁ ଖାଇଯାଏ ଏବଂ ସ୍ୱାମୀର ନାମ ଧରି ଡାକେ। ଇଏ ତା ସ୍ୱାମୀକୁ ଘରର କାମ କରାଇଛି, ସେଥିପାଇଁ ଏହି ପାପୀ ସ୍ତ୍ରୀକୁ ନେଇ ନର୍କରେ ପକାଇ ଦିଅ। ତାପରେ ଯମଦୂତମାନେ ମୋତେ ନର୍କରେ ପକାଇଦେଲେ। ମୁଁ ନର୍କ ଯନ୍ତ୍ରଣା ଭୋଗି ସାରିବା ପରେ ମୋତେ ଏହି ଘୁଷୁରୀ ଜନ୍ମ ମିଳିଲା। ତାପରେ ସେହି ଘୁଷୁରୀ କହିଲା, ହେ ଦେବୀ, ମୁଁ ଆପଣଙ୍କୁ ମୋର ପୂର୍ବଜନ୍ମର କାହାଣୀ କହିଲି। ଏବେ ଦୟାକରି ମୋତେ ଏହି ଜନ୍ମରୁ ମୁକ୍ତି ଦିଅନ୍ତୁ। ଆପଣଙ୍କ ପୁଣ୍ୟରୁ ମୋତେ କିଛି ପୁଣ୍ୟ ଦେଇ ମୋତେ ଏହି ଜନ୍ମରୁ ମୁକ୍ତି ଦିଅନ୍ତୁ। ତାପରେ ରାଣୀ ଘୁଷୁରୀକୁ ତାଙ୍କର ଗୋଟିଏ ବର୍ଷଣ ପୁଣ୍ୟ ଦେଇ ତାଙ୍କୁ ସେହି ଜନ୍ମରୁ ମୁକ୍ତି କରିଦେଲେ। ତାପରେ ଶ୍ରୀକୃଷ୍ଣ କହିଲେ, ହେ ଦେବୀ ସତ୍ୟଭାମା, ଏବେ ତୁମେ ତୁମ ପ୍ରଶ୍ନର ଉତ୍ତର ନିଶ୍ଚିତ ପାଇଯାଇଥିବ। ତ ସାଙ୍ଗମାନେ ଆଜି ପାଇଁ ଏତିକି। ଭିଡ଼ିଓଟି ଯଦି ଭଲ ଲାଗିଥିବ ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ, ଧନ୍ୟବାଦ।